ଅଡି ଗାଡିରେ ଯାଏ ରାତିରେ, BMW ଗାଡିରେ ଯାଏ ରାତିରେ, 3 ଲକ୍ଷ ଟଙ୍କାର ଯୋଉ ଭାଙ୍ଗିଛି ତାର ମୋବାଇଲ, 3 ଲକ୍ଷ ଟଙ୍କା ଆଇଫୋନ ଧରୁଛି। ମୋ ଜୀବନ ମୁଁ ଆଇଫୋନ ଧରିନି 3 ଲକ୍ଷ ଟଙ୍କା। ସେ ଆର୍ଟିଷ୍ଟ ତାର କିଛି ନାହିଁ, ଏତେ ମେଣ୍ଟେନ, ତାର ଇନକମ ସୋର୍ସ କଣ, ସେ କେମିତି ପଇସା ଲୋକଙ୍କୁ ଠକିଛି, କେତେ କେତେ ଇଏ କରୁଛି। ଆଡେ କହୁଛି ମୁଁ ଗରିବ ଲୋକ, ମୋର ନାହିଁ, ମୋ ଭାଇ କେମିତି ଚଳିବ, ସେ କଥା। ସାଡେ କଣ କହୁଥିଲା ସେଦିନ, ଯେ ମୋ ଡ୍ରାଇଭର କହିବ, ତାର ଡ୍ରାଇଭର କହିବା ଭଡା ଗାଡିରେ ଗଲା। ଏବେ କଣ XUV ଗୁଡାକ ଭଡା ଗାଡି ଧରି ବୁଲୁଛୁ, ଗାଡି କିଏ କହୁଥିଲା ମୁଁ ଜାଣିନି। XUV ଗାଡି ତାର ଅଛି ନା କଣ, ଭଡା ଗାଡି କଣ ଗାଡି ମୁଁ କହିପାରିବିନି, କିନ୍ତୁ XUV ଗାଡି ଗୋଟେ ଧରୁଛି। 3 ଲକ୍ଷ ଟଙ୍କା ମୋବାଇଲ, ମୁଁ 3-3ଟା ଯାତ୍ରା ପାର୍ଟି ମୁଁ କौन ଧରିନି, ଲକ୍ଷେ ଉପରକୁ ଧରିନି। 3 ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା ମୋବାଇଲ ଧରୁଛି, ଆଇଫୋନ ତା ଭାଙ୍ଗିଛି, ତାର ଖଲିକୋଟ ଥାନାରେ କେସ୍ ହେଇଛି। ଜୀବନରେ ମୁଁ ଯାତ୍ରା ପାର୍ଟିରେ କାହାକୁ ଡାକେ ନା, ସିଏ ତାଙ୍କ ତରଫରୁ ରହିବା ପାଇଁ ପାର୍ଟିରେ ଟେଲିଫୋନ କରିଥିବେ, ଆସିଥିବେ। ଇଏ ମେନ୍ ହିରୋଇନ ନୁହଁ, ଇଏ ଆଇଥିଲା 5 ନମ୍ବର ନା 6 ନମ୍ବର ହିରୋଇନ ହେବା ପାଇଁ। ସେ ତ କାମ ନ କରି ପାରିଲା। ମୁଁ ପଇସା ଯେହେତୁ ଆସିଥିଲା ପ୍ରଥମ, ମୁଁ ଭାବିଲି ଜାଣିଥିବ କାମ ନା, ଆଉ ଆମେ ଜାଣିଛୁ କି ସେ କାମ ଜାଣିନି, ତା ହାତ ଭାଙ୍ଗିଯିବ ଏମିତି ଜାଣିଛୁ। କାମ ଯାହା ଜାଣିଥିବ ଆଡଜଷ୍ଟ ହେଇଥାନ୍ତା, ହାତ ଭାଙ୍ଗିଛି। ତାପରେ ସେ କାମ ସେତେ କରିପାରିଲାନି। ମୁଁ 2ଟା ପାର୍ଟିରେ ଟେଷ୍ଟ କଲି, ଗୋଟେ ପାର୍ଟିରେ ନୁହଁ। ଡାଇରେକ୍ଟର ଯୋଉ କହୁଛି ପଚାରନ୍ତୁ, ସେମାନେ କହିବେ ସବୁ କେମିତି କରିପାରିଲାନି, କେମିତି ବିଧା ହେଲା। ତାପରେ ପଇସା ମୁଁ ଦେଇଛି, ପଇସା ଯଦି ନ ମାଗିଥାନ୍ତି ସେ ବାହାରି ନଥାନ୍ତା। ପଇସା ନୋଟିସ ଫୋଟିସ ସବୁ ହେଲା, କେସ୍ ଆସିଥିଲା, ପଇସା ବାହାରିବନି। ତାପରେ ଆହୁରି କଥା, ସେ ମତେ ଏଗ୍ରିମେଣ୍ଟ ଦେଇଛି, ମୁଁ କାଗଜ ସହିତ ଲଢୁଛି, ପ୍ରମାଣ ସହିତ ମୁଁ ଲଢୁଛି। ସେ ମୁହଁରେ କହୁଛନ୍ତି କାଗଜ ଦେଖାନ୍ତୁ, ସବୁ ଜିନିଷ ପ୍ରମାଣ ସହିତ ସବୁବେଳେ କୋର୍ଟକୁ ଗ୍ରହଣ କରି, କାହାକୁ କାଗଜକୁ ପ୍ରମାଣକୁ, ଆଇନ କାନୁନ କଣ ପ୍ରମାଣକୁ ଧରିବ। ସେ ତ ଆସିଲା ତା ସ୍ୱାମୀ ନାଁ ନ ଦେଇକି ଏଗ୍ରିମେଣ୍ଟରେ ଦେଇଛି, କଣ ତା ଦସ୍ତଖତ କରିଛି କାହାର, ତା ବାପା ବିଜୟ ଦାସ ନାଁ ଦେଇଛି। ମୁଁ ସେତେବେଳେ ପଚାରିଲି ତୋର ମ୍ୟାରେଜ କରିଛୁ ନା, ମୁଁ ମ୍ୟାରେଜ କରିନି। ଏବେ ଆଇଲାଣି ଯେ ତାର ସ୍ୱାମୀ, କାଲି ଯେ ଯୋଗାଯୋଗ ହେଇଛି ସବୁ, ତା ସ୍ୱାମୀ ନାଁ ହଉଛି ପ୍ରକୃତ ରଶ୍ମିରଞ୍ଜନ ତ୍ରିପାଠୀ, ତାର 2ଟା ପିଲା ଅଛନ୍ତି। ସେ ଏତେ ସବୁ କଥା ଆମକୁ ଲୁଚେଇଥିଲା, ବହୁତ କଥା। ଆପଣ ଦେଖୁନାହାନ୍ତି ଶଙ୍କା ସିନ୍ଦୁର ନାଉଛି, ସବୁ ଜାଗାରେ କହୁଛି। ତାପରେ ଶିବଶକ୍ତି ଯାତ୍ରାପାର୍ଟି ମାଲିକକୁ ଯୋଉ ହଇରାଣ କରିଛି, ତା ପିଲା ଛୁଆ, ତା ମିସେସ୍ ସମସ୍ତେ ବାଡାବାଡି କରି ବିଦା କରିଛନ୍ତି। ବାଘାତିନି ମାଲିକ ତା ସାହସ ପାଇଲା କୋଉଠି ଜାଣିଛନ୍ତି, ବାଘାତି ମାଲିକ ଯୋଉ ମିଛରେ କହିଲା ମୁଁ ଏଫଆଇଆର ଦେବା ଯାଇକି, ତମେ ଶୋଇବାକୁ ମୋ ସାଙ୍ଗରେ କହିଛ, ଇଏ କରିଛ, ସେ କରିଛ। ତାପରେ ଏ ତାକୁ କମ୍ପ୍ରମାଇଜ ହେଇଛି, 5-7 ଲକ୍ଷ ଟଙ୍କା ନେଇଯାଇଛି। ସାହସ ପଡିଯାଇଛି, ଏଇଆ କହିଦେଲେ ନାଣ୍ଡୁ ବି ଡରିଯିବ ବୋଧେ। ନାଣ୍ଡୁ ବାବୁର କିଛି ନାହିଁ। ଆମ ଯୋଉ ଷ୍ଟାଫ ଅଛନ୍ତି, କେତେ ସୁନ୍ଦର ସୁନ୍ଦର ଷ୍ଟାଫ, ତାକୁ ପଚାରନ୍ତୁ, ସେମାନେ କହିବେ କେମିତି ଅଛନ୍ତି। ନାଣ୍ଡୁ ବାବୁ ପାଟିକି ଯାଆନ୍ତି ନା ନାହିଁ, ମୁଁ ଆଗରେ ସେମାନେ ଖେଳିଆ ହୁଅନ୍ତିନି, ମ୍ୟାନେଜର ମାନଙ୍କ ସହିତ କଥା ହୁଅନ୍ତି, ତାଙ୍କର ଆଚାର ବ୍ୟବହାର କେମିତି ସିଏ କହିବେ। ଇଏ କଣ ଜାଣି, ଯାହାକୁ ପଇସା ମାଗୁଛି ସେଇ କହିବ ନା ନାଣ୍ଡୁ ବାବୁ ଖରାପ। ମୁହଁରେ କହୁଛନ୍ତି ପଇସା ନ ଦେବା ପାଇଁ କହୁଛନ୍ତି, ଏଇଥିପାଇଁ ଯିଏ ବି କହିବ ପଇସା ପାଇଁ କହିବ। ଟଙ୍କା ମୁଁ ମାଗୁଛି, ସିଏ ବଦନାମୀ କଲେ କିଛି ଲାଭ ନାହିଁ। ଆଉ ଯୋଉମାନେ କିଛି ଲୋକ ଭଦ୍ର ବ୍ୟକ୍ତି ବାହାରିକି କଥା ହଉଛନ୍ତି, ଯେ ସପକ୍ଷବାଦୀ କଥା କହୁଛନ୍ତି କିଛି ନ ଜାଣିକି, ସେ ମୋ ଟଙ୍କା ଗୁଡା ଦେଇ ଦଉନାହାନ୍ତି, ମୁଁ କିଛି କହିବିନି, ସାଇଲେନ୍ସ ଅଛି। ମୋର 1.5 କୋଟି ପାଖାପାଖି ହବ। ଆଉ ଅଲଗା ମାଲିକଙ୍କର ବି ଦେଇଛନ୍ତି, ଅଲଗା ମାଲିକ ବି ଅଛନ୍ତି, ବହୁତ ମାଲିକଙ୍କର ପଇସା ନେଇଛନ୍ତି। କୌଣସି ମାଲିକର 1-1.5 କୋଟି ଟଙ୍କାରୁ କମ ନଥିବ ବାହାରେ। ନୋଟିସ ବର୍ତ୍ତମାନ ଯିଏ କହୁଛନ୍ତି ଆମେ ଦେଇଦେବୁ, ନୋଟିସ କରୁନୁ। କିଛି କଳାକାର ଦେଇ ସାରିଲେଣି, ପଇସା ଦେଲେଣି ବି। 13 ତାରିଖ ଭିତରେ ଆମକୁ ଯିଏ ନଦବ ଆମେ କରିବୁ, ଅସୁବିଧା କିଛି ନାହିଁ। ତୋରେ ପୁରା ଖୋଲିଦେବାକୁ ରେଡି। ମୋର ଖୋଲି ଦଉନାହାନ୍ତି, ମୋର କିଛି ଅସୁବିଧା, ମତେ କିଛି ନାହିଁ, ଖୋଲିବ କହିছে। ସେ କଣ କହିଦେଲେ ହେଇଯିବ। ମୋ ଏରିଆରେ ନିର୍ବାଚନ ମଣ୍ଡଳୀ ଲୋକ ଜାଣିନାହାନ୍ତି, ମୁଁ ନିଟ୍ ଆଣ୍ଡ କ୍ଲିନ୍ ଲୋକ, ନହେଲେ ମୁଁ ଲୁଚିଥାନ୍ତି। ମୋର କିଛି ଦୁର୍ବଳତା ନାହିଁ, କୋଉଠି ଟେନସନ ହବାର ନାହିଁ। ମୁହଁରେ କହିବା ଲୋକ। ତା ବିଷୟରେ ମୁଁ କହୁଛି, ଆପଣ ଶୁଣନ୍ତୁ। ଆଉ ଗୋଟେ କମିଟି କାଲି ମତେ ଫୋନ କରିଥିଲେ, ବୋଧେ ସବୁ ମିଡିଆକୁ ଆଜି ଯିବେ, ଯୋଉ ଯୋଉ କମିଟି ପ୍ରମାଣ ସହିତ ଯିବେ, ସେମିତି ବି ଯିବେନି। କୋଉଠି କଣ ଠକିଛି ବର୍ତ୍ତମାନ। ତାପରେ ଆଉ ଜଣଙ୍କୁ ମ୍ୟାରେଜ କରିଥିଲା ଜଗତପୁରରେ, ବୟଫ୍ରେଣ୍ଡ କରି ରଖିଥିଲା, ସେ ଯାକୁ ଧରିକି ଆସିଥିଲା ମୋ ପାଖକୁ, ଯାଇଥିଲା ଶିବଶକ୍ତି ମାଲିକଙ୍କ ସହିତ ମୋ ପାଖକୁ ଯାଇଥିଲା। ସେ ମତେ ପରିଚୟ ଦେଇଥିଲେ, ମୁଁ ଏବେ ଜାଣୁଛି ସେଇ ବୋଲି। ଭିଡିଓ ରେକର୍ଡିଂ ସହିତ ଅଛି। ଅଡି ଗାଡିରେ ଯାଏ ରାତିରେ, BMW ଗାଡିରେ ଯାଏ ରାତିରେ, 3 ଲକ୍ଷ ଟଙ୍କାର ଯୋଉ ଭାଙ୍ଗିଛି ତାର ମୋବାଇଲ, 3 ଲକ୍ଷ ଟଙ୍କା ଆଇଫୋନ ଧରୁଛି। ମୋ ଜୀବନ ମୁଁ ଆଇଫୋନ ଧରିନି 3 ଲକ୍ଷ ଟଙ୍କା। ସେ ଆର୍ଟିଷ୍ଟ ତାର କିଛି ନାହିଁ, ଏତେ ମେଣ୍ଟେନ, ତାର ଇନକମ ସୋର୍ସ କଣ, ସେ କେମିତି ପଇସା ଲୋକଙ୍କୁ ଠକିଛି,
କେତେ କେତେ ଇଏ କରୁଛି ଆଡେ କହୁଛି ମୁଁ ଗରିବ ଲୋକ ମୋର ନାହିଁ ମୋ ଭାଇ କେମିତି ଚଳିବ ସେ କଥା ସାଡେ କଣ କହୁଥିଲା ସେଦିନ ଯେ ମୋ ଡ୍ରାଇଭର କହିବ ତାର ଗୋଟେ ଡ୍ରାଇଭର ସେ ଭଡା ଗାଡିରେ ଗଲା ଏବେ କଣ ଏକ୍ସୟୁଭି ଗୁଡାକ ଭଡା ଗାଡି ଧରି ବୁଲୁଛୁ ଗାଡି କିଏ କହୁଥିଲା ମୁଁ ଜାଣିନି ଏକ୍ସୟୁଭି ଗାଡି ତାର ଅଛି ନା କଣ ଭଡା ଗାଡି କଣ ଗାଡି ମୁଁ କହିପାରିବିନି କିନ୍ତୁ ଏକ୍ସୟୁଭି ଗାଡି ଗୋଟେ ଧରୁଛି 3 ଲକ୍ଷ ଟଙ୍କା ମୋବାଇଲ ମୁଁ 3-3ଟା ଯାତ୍ରା ପାର୍ଟି ମୁଁ କौन ଧରନି ଲକ୍ଷେ ଉପରକୁ ଧରନି 3 ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା ମୋବାଇଲ ଧରୁଛି ଆଇଫୋନ ତା ଭାଙ୍ଗିଛି ତାର ଖଲିକୋଟ ଥାନାରେ କେସ୍ ହେଇଛି ଗୋଟେ ଝିଅଟି କାଲି ଆସିଥିଲା ତା ନାଁ ସେ ଟେଲିଫୋନ କରିଥିଲା ବହୁତ ଏମିତି ଅଛନ୍ତି ଆପଣ ବାହାରିବେ ଦେଖିବେନି କେତେ ଲୋକଙ୍କୁ ଠକିଛି ସେ ଖୋଲାଖୋଲି କଥା ସିଏ ଗୋଟେ ଫ୍ରଡ ପୁରା ଫ୍ରଡ ଝିଅ ଆପଣ ମାନେ ମୁଁ କଥା କହୁନି ଯାହା ଯାହା କହିଛି ଗୋଟେ ଗୋଟେ ସତ ହେଇଛି ଆଜି ବି ସତ ହବ ଆଉ ଠକି ଦେବେ କଣ କାଗଜପତ୍ର ଅଛି ବୋଲି କେସ୍ ହଉଛି ସିଏ ଯିଏ ତାର ନ କରୁଥିବ ଠିକ ମୋ ପାଖରେ କାଗଜପତ୍ର ବସ୍ତାନି ବହି ଧରିକି ମୁଁ କଥା ହଉଛି ସିଏ ଭାବିతే ଠକି ଦେବେ ଆଉ କେତେଟା ଯୋଉ ଖାଲି ଯାତ୍ରାପାଟି ବାହାରୁ ଯୋଉମାନେ ପଇସା ନେଇଛନ୍ତି ରହିବେ ଘୋଷରା ହେଇକି ଆସିବେ ଟଙ୍କା ଦେବେ ଯିବେ